ବାଂଲାଦେଶରେ ଯେଉଁ ଜିହାଦୀମାନେ ଦୀପୁଚନ୍ଦ୍ର ଦାସକୁ ଏମିତି ବିଭତ୍ସ ଭାବରେ ହତ୍ୟା କଲେ, ଆପଣମାନଙ୍କୁ କ'ଣ ଟିକେ ବି କଷ୍ଟ ହେଲାନି? ମୁସଲମାନ ଭାଇମାନେ ସମସ୍ତେ ଏକାଠି ହେଇଗଲେ ମିଛ କଥାଟାକୁ ସତ ଭାବିକିରି, କିନ୍ତୁ ଆମର ଆଖି ଆଗରେ ଆମ ଭାଇଟା ଚାଲିଗଲା। କେହି ବି ତା ପାଇଁକି ଟିକେ ବାହାରୁନାହାନ୍ତି। ନା ଓଡ଼ିଶା ସରକାର, ନା କେନ୍ଦ୍ର ସରକାର, ନା କୌଣସି ରାଜ୍ୟର ସରକାର, ନା କୌଣସି ଅଭିନେତା, ନା କୌଣସି ସାଧାରଣ ଲୋକ। ଆଜି ଯଦି ଆମ ନିଜ ପରିବାରରେ ଏମିତି କିଛି ଘଟିଥାନ୍ତା, ତାହେଲେ କ'ଣ ଆମେ ସେଇ ପ୍ରକାର ଷ୍ଟେପ୍ ନେବା ପାଇଁକି ବାଧ୍ୟ ହେଇନଥାନ୍ତେ? ଆମ ହିନ୍ଦୁ ଭାଇମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ସମସ୍ତେ ଏକ ହୁଅନ୍ତୁ, ନିଜକୁ ହିନ୍ଦୁ ବୋଲି ଗର୍ବରେ ପରିଚୟ ଦିଅନ୍ତୁ। ବାହାର ଜାଗାରେ କଥାରେ ଅଛି, ଗୋଟେ କୁକୁର ନିଜ ଏରିଆରେ ହିଁ ଭୁକେ। ତାମାନେ ସେମାନେ ତାଙ୍କ ଏରିଆରେ ଆମକୁ କଷ୍ଟ ଦେବେ, ଆମ ଏରିଆରେ ସେମାନେ ସୁରକ୍ଷିତ ରହିବେ। ଆମେ କାହିଁ ତାଙ୍କ ଏରିଆରେ ସୁରକ୍ଷିତ ରହିପାରିବାନି? ଦିନକ ପାଇଁ ଏ ପ୍ରଶ୍ନ କାହା ମନରେ ଆସିଛି? କି କଷ୍ଟ ପାଇଥିବ ସେ ଭାଇ ଜଣକ? ହେ କେନ୍ଦ୍ର ସରକାର, କିଛି ତ କର, କିଛି ତ କର। ସେ ଦୀପୁଚନ୍ଦ୍ର ଦାସ ଭାଇକୁ ଠିକ୍ ନ୍ୟାୟ ମିଳୁ। କେତେ ଏମିତି ବଳି ପଡ଼ି ଯାଉଛନ୍ତି ସନାତନୀ ମାନେ। ଥରେ ତ କେହି ଆଗକୁ ଆସନ୍ତୁ ନା। ଯଦି ମୋ ଦୁଃଖ, ଆପଣଙ୍କ ଦୁଃଖ କାହା ଆଗରେ ଏମିତି ଗୋଟେ ବଳିଷ୍ଠ ଲୋକ ଆଗରେ ପଡ଼ିଯିବ, ହୁଏତ ସିଏ ସନାତନୀ ମାନଙ୍କ ପାଇଁ କିଛି ବି କରିପାରିବ। ବହୁତ କଷ୍ଟ ଲାଗୁଛି ସେ ଭାଇ କଥା ଦେଖିଲା ବେଳକୁ। ଯଦି ଆପଣ ସେ ଭିଡ଼ିଓଟି ଦେଖିଥିବେ ନା, ଆପଣଙ୍କୁ କଲିଜା ଛିଡ଼ିଗଲା ଭଳି ଲାଗୁଥିବ। ଥରେ ଦେଖନ୍ତୁ ଆଉ ଜାଣିବାକୁ ଚେଷ୍ଟା